ଆଜି କାହାଣୀର ନାଁ ବିଚିତ୍ର ପୁରୀ। ମନ୍ଦଗିରିରେ ପଦ୍ମନାଭ ନାମରେ ଜଣେ ଯୁବକ ଥାଏ। ସେ ଯେତେବେଳେ ପିଲା ଥିଲା ତାର ଆଈମା ଗଳ୍ପ କହିବା ଛଳରେ ତାକୁ ଅନେକ ବାର ବିଚିତ୍ରପୁରୀ କଥା କହୁଥିଲେ। ସେ କହୁଥିଲେ ମନ୍ଦଗିରିର ପଶ୍ଚିମରେ ବିଚିତ୍ରପୁର ନାମରେ ଏକ ରାଜ୍ୟ ଅଛି। ସେଠାକାର ଲୋକମାନଙ୍କର ବିଚିତ୍ର ଶକ୍ତି ସବୁ ରହିଛି। ଏସବୁ କଥା ପଦ୍ମନାଭ ମନରେ ଥାଏ। ପଦ୍ମନାଭର ଆଈମା କେବେଠୁ ମଲେଣି, କିନ୍ତୁ ବିଚିତ୍ରପୁରୀ ବିଷୟରେ ସେ ପଦ୍ମନାଭକୁ ଯେଉଁ ସବୁ କାହାଣୀ କହିଥିଲେ ସେସବୁର ସତ୍ୟତା ଜାଣିବାକୁ ପଦ୍ମନାଭ ଅନେକ ବାର ଚେଷ୍ଟା କରିଛି, ହେଲେ ସଫଳ ହୋଇନାହିଁ। କାରଣ ସେ ବିଷୟରେ ଅଧିକ ଜ୍ଞାନ ଥିବା ଲୋକ କେହି ନଥିଲେ। ତେଣୁ ସେ ରାଜ୍ୟକୁ ବାଟ ବତାଇଦେବ ବା କିଏ? ଅନେକ ଲୋକ ପଦ୍ମନାଭର ଏହି ଆଗ୍ରହକୁ ଦେଖି ହସି କୁହନ୍ତି, ଗଳ୍ପରେ ମାତ୍ର ସେପରି ରାଜ୍ୟ ଅଛି, ପ୍ରକୃତରେ ନାହିଁ। କିନ୍ତୁ ପଦ୍ମନାଭ ବିଶ୍ୱାସ କରେ ଯେ ଏପରି ଏକ ରାଜ୍ୟ ନିଶ୍ଚୟ କେଉଁଠି ନା କେଉଁଠି ଅଛି। ଦିନେ ସେ କୌଣସି କାମ ପାଇଁ ଦୂର ଏକ ଗାଁକୁ ଯାଇଥିଲା। ଫେରିବା ବେଳେ ସେ ଝଡ଼ ବର୍ଷା ଭିତରେ ରାସ୍ତା ଭୁଲି ଅନ୍ୟ କୁଆଡ଼େ ଚାଲିଗଲା। ସେଠାରେ ପହଞ୍ଚି ରାସ୍ତାରେ ଯାଉଥିବା ଜଣେ ଲୋକକୁ ପଚାରିଲା, ମହାଶୟ, ଏ ଗାଁର ନାମ କ'ଣ? ଲୋକଟି କହିଲା, ବିଚିତ୍ରପୁରୀ। ଏ ଉତ୍ତର ଶୁଣି ପଦ୍ମନାଭ ଅତି ଖୁସି ହୋଇଗଲା। ଏତେ ଦିନ ପରେ ଅବଶେଷରେ ଭୁଲରେ ହେଉ ପଛେ ସେ ଆସି ପ୍ରକୃତ ବିଚିତ୍ରପୁରୀରେ ପହଞ୍ଚିଛି। ତାର ମନେ ହେଲା ଯେପରି ସେ ଏକ ବଡ଼ ବିଜୟ ହାସଲ କରିଛି। ସେ ମନ ଖୁସିରେ ଯାଉଁ ଯାଉଁ ରାସ୍ତା ଉପରେ ଥିବା ଏକ ଦୋକାନରେ କଦଳୀ ଝୁଲୁଥିବାର ଦେଖିଲା। ସେ ସେଥିରୁ କିଛି କିଣି ପେଟ ଭରି ଖାଇଲା, ହେଲେ ଅନ୍ୟମନସ୍କ ହୋଇ ପଇସା ନ ଦେଇ ଚାଲି ଆସିଲା। କିଛି ବାଟ ଯିବା ପରେ ତାର ମନେ ପଡ଼ିଲା। ସେଇଠୁ ସେ ଫେରିଯାଇ ଦୋକାନୀକୁ କ୍ଷମା ମାଗି ତାକୁ ପଇସା ଦେବାକୁ ପକେଟରେ ହାତ ପୁରାଇଲା। କିନ୍ତୁ ଦୋକାନୀ କହିଲା, ଆପଣଙ୍କ ପଇସା ମୁଁ ପାଇଯାଇଛି, ବ୍ୟସ୍ତ ହେବା ଦରକାର ନାହିଁ। ତାପରେ ସେ ନିଜ ରୁମାଲ କାଢ଼ି ପଇସା ଗଣି ଦେଖିଲା ଟଙ୍କାଟିଏ କମ୍ ଅଛି। ଭାବିଲା କି ଦୋକାନୀକୁ ପଇସା ଦେଇ ପୁଣି ସବୁକିଛି ବୋଧେ ଭୁଲି ଯାଇଛି। ତାପରେ ସେ ପୁଣି ଆଗକୁ ଚାଲିଲା। ଦେଖିଲା ଜଣେ ବ୍ୟକ୍ତି କୌଣସି ଲୋକର ଗୋଟେ କଟା ଗୋଡ଼ ନେଇ ଚାଲିଛି। ପଦ୍ମନାଭ ପଚାରିଲା, ତମେ ୟାକୁ ନେଇ କ'ଣ କରିବ? ଲୋକଟି କହିଲା, ଏ ଗୋଡ଼ ମୋ ସାନ ଭାଇର, ଏଥିରେ ଗୋଟେ ବଥ ହୋଇଛି। ସେଥିପାଇଁ ତାକୁ ଶଲ୍ୟ ଚିକିତ୍ସା ପାଇଁ ଡାକ୍ତର ପାଖକୁ ନେଇଯାଉଛି। ଏକଥା ଶୁଣି ପଦ୍ମନାଭର ହାତ ଗୋଡ଼ ଥଣ୍ଡା ହୋଇଗଲା। ପୁଣି ସେ ଶକ୍ତି ସଞ୍ଚୟ କରି ଲୋକଟି ସହିତ ଗଲା ସବୁ କଥା ସ୍ୱଚକ୍ଷୁରେ ଦେଖିବା ପାଇଁ। ଲୋକଟି ବୈଦ୍ୟଙ୍କ ଘରେ ପହଞ୍ଚିଲା। ସେ ଦେଖିଲା ବୈଦ୍ୟ ପାଦଟିରେ ଥିବା ପଥକୁ କାଟି ପୂଜ ରକ୍ତ ସଫା କରି ଔଷଧ ଦେଇ ପଟି ବାନ୍ଧିଦେଲେ। ପୁଣି ସେ ଲୋକଟି ପାଦଟିକୁ ଧରି ଘରେ ପହଞ୍ଚିଲା। ପଦ୍ମନାଭ ସଙ୍ଗେ ସଙ୍ଗେ ଥାଏ ଖଟ ଉପରେ ଶୋଇଥିବା ସାନ ଭାଇର ଗୋଡ଼ ସହିତ ଏଇଠି ଯୋଡ଼ିଦେଲା। ତତ୍କ୍ଷଣାତ୍ ତା ଭାଇ ଖଟ ଉପରୁ ଉଠି ଚଲାବୁଲା କଲା। ଚିକିତ୍ସାରେ ସେ ଯେ ସନ୍ତୁଷ୍ଟ ହୋଇଛି ଏକଥା ତାର ମୁହଁରୁ ଜଣାପଡ଼ୁଥିଲା। ଉକ୍ତ ବ୍ୟକ୍ତିକୁ ପଦ୍ମନାଭ ତା ନିଜ କଥା ମୂଳରୁ ଶେଷ ପର୍ଯ୍ୟନ୍ତ ସବୁ କିଛି କହିଲା। ଏସବୁ ଶୁଣି ଦୁଇ ଭାଇ ତାକୁ ସେମାନଙ୍କ ଘରେ ଅତିଥି ରୂପେ ସ୍ଥାନ ଦେଲେ। ଖାଇବା ପରେ ଶୋଇବା ପୂର୍ବରୁ ପଦ୍ମନାଭ ଦୁଇ ଭାଇଙ୍କ ସହ ଗଳ୍ପ କରିବାକୁ ବସିଲା। ଏପରି ସମୟରେ ହଠାତ୍ ବଡ଼ ଭାଇର ଆଖିରେ କ'ଣ ପଡ଼ିଗଲା। ପଦ୍ମନାଭ କହିଲା, ଆପଣଙ୍କ ଆଖିରେ କିଛି ଗୋଟେ ପଡ଼ିଲା ବୋଧହୁଏ। ଆଖି ଖୋଲନ୍ତୁ, ମୁଁ ଆଖିରେ ଫୁଙ୍କି ଫୁଙ୍କି ତାକୁ ବାହାର କରିଦେବି। ଲୋକଟି କହିଲା, ଦରକାର ନାହିଁ। ସେ ନିଜ ଆଖି ଭିତରୁ ଡୋଳାକୁ ପଦାକୁ କାଢ଼ି ଆଣି ହାତରେ ଧରି ଏପଟ ସେପଟ କରି ଧୂଳି ଝାଡ଼ି ପୁଣି ଭିତରେ ପୂରାଇ ଦେଲା। ଏସବୁ କାମ ସେ ଅବଳୀଳା କ୍ରମେ ଏତେ ସହଜରେ କଲା ଯେ ଯେପରି କିଛି ହୋଇନାହିଁ। ଏସବୁ ଦେଖି ପଦ୍ମନାଭ ରାତିରେ ଠିକ୍ କଲା ଯେ ସକାଳୁ ଉଠି ଏଠୁ ଚାଲିଯିବ। କାରଣ ଏଠାକାର ଲୋକଙ୍କର ଅଜବ ବ୍ୟବହାର ଦେଖି ତା ଛାତି ଧଡ଼ପଡ଼ ହେଲା। କିନ୍ତୁ ଦୁଇ ଭାଇ ତାକୁ ଶ୍ରଦ୍ଧାରେ ଅଟକାଇଲେ। ପଦ୍ମନାଭ କହିଲା, ନା ନା, ଘରେ ମୋର କୌଣସି ଜରୁରୀ କାମ ପଡ଼ି ରହିଛି। ମୁଁ ଏଠାରେ ଦିନେ କ'ଣ ଘଣ୍ଟାଏ ମଧ୍ୟ ରହିପାରିବି ନାହିଁ। ତେଣୁ ମୋତେ ରଖିବାକୁ ଚେଷ୍ଟା କରନ୍ତୁ ନାହିଁ, ଏତିକି ମୋର ଅନୁରୋଧ। ଏକଥା କହି ସେମାନଙ୍କୁ ନିଜ ଗାଁର ରାସ୍ତା ପଚାରିଲା। ସେଥିରେ ଦୁଇ ଭାଇ କହିଲେ, ଆଚ୍ଛା ଠିକ୍ ଅଛି, ତେବେ ଯାଅ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ପଦ୍ମନାଭ ସାଙ୍ଗେ ସାଙ୍ଗେ ଦେଖିଲା ସେ ନିଜ ଘରେ ହିଁ ଅଛି। ସେ ବୁଝିପାରିଲା ନାହିଁ ଯେ ଯାହା ସବୁ ସେ ଦେଖିଲା ସେସବୁ ସତରେ ଦେଖିଲା ନା ସେସବୁ କେବଳ ଭ୍ରମ। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ଗୋଟେ ଗପ, ବିଚିତ୍ରପୁରୀ।